ସମସ୍ତେ ଭାବନ୍ତି କି ଆମ ପୁଅ ପିଲାଙ୍କ ଲାଇଫ ଟା ବହୁତ ସହଜ, ବହୁତ ହସ ଖୁସି ବିନ୍ଦାସ ମଜାକରେ ଆମେ ଲାଇଫ ଟାକୁ ବିତଉଛୁ। କିନ୍ତୁ କେବେ ବି କେହି ବି ଆମର ସେଇ ମୁଭମେଣ୍ଟ କୁ ଦେଖନ୍ତିନି ଯୋଉ ମୁଭମେଣ୍ଟ ରେ ଆମେ ଲୁଚି ଲୁଚି କେତେ କାନ୍ଦିଛୁ। ରାତି ପାଇଲେ ପଇସା ପତ୍ର କୋଉଠୁ ଆସିବ, ଇଏମଆଇ ଦିଅ, ସିଏ ଦିଅ, ଘର ଚଳ, ମାନେ ବହୁତ ପ୍ରକାର ଥାଏ ୟାର କି ମାନେ ନିଜ କ୍ୟାରିୟରକୁ ବି ଆମେ ଦାଉ ଲଗେଇ ଦଉ କି ଯାହା ବି ପାଠ ପଢିଥାଉ କି ନା ଆଗକୁ ପାଠ ପଢି କଣ ହବ, କାମ କରିବାକୁ ବାହାରକୁ ବି ପଳଉ। କିନ୍ତୁ ଯେତେବେଳେ ଆମେ ସବୁ କିଛି ଥାଉ କି ଲାଷ୍ଟ ଗୋଟେ ସାହାରା ଥାଏ କି କିଏ ଗୋଟେ ଆମକୁ ଭଲ ପାଇବ କିମ୍ବା ଆମ ଭଲ ପାଇବା ବୁଝିବ, ସେତେବେଳେ ସାମ୍ନା ବାଲା ଆମକୁ କେବେ ବି ବୁଝିପାରେ ନା କି ଆମର ମାନେ କହନ୍ତି ନା କି ଗୋଟେ ମିଡିଲ କ୍ଲାସରେ ଜନ୍ମ ହବାଟା ନା ବହୁତ କଷ୍ଟକର ୟାର। କି ସେତେବେଳେ ନା ମାନେ ଗୋଟେ ପୁଅ ଲାଇଫରେ କଣ ଚାଲିଛି, କେମିତି ଚାଲିଛି, କଣ କରୁଛି କଣ ନାହିଁ କେହି ସେଟା ବୁଝନ୍ତିନି। କେବଳ ଦେଖନ୍ତି କି ହଁ ଦାନ୍ତ ଦେଖି ବୁଲୁଛି, ଖାଉଛି ପିଉଛି, ମଜରେ ଅଛି। କିନ୍ତୁ କେତେ ଜଣଙ୍କର କୋଶ୍ଚିନ୍ କୁ ଆମେ ଚୁପରେ ଶୁଣିଥାଉ, କେତେ ଜଣଙ୍କର କଥାକୁ ଆମେ ମନ ଭିତରେ ଚାପିକି ରଖୁନା, ସେଟା କେବଳ ଆମେ ଜାଣିଛୁ। ଗୋଟେ ପୁଅ ହେଇକି ବଞ୍ଚିବା ଏତେ ସହଜ ନୁହଁ ଆଜ୍ଞା। ଆମେ ନିଜେ ଖଟିଲେ ହିଁ ନିଜ ପରିବାରକୁ ଚଳଉଛୁ। ତ ଏବେ ଆପଣ ମାନେ କୁହନ୍ତୁ, ଗୋଟେ ପୁଅ ହେଇକି ବଞ୍ଚିବା ଏତେ ସହଜ କି?